ସମସ୍ତଙ୍କୁ ଜୟ ଯୀଶୁ। ଆଜି 13 ଦିନ ଉପବାସ ଅଥବା ସ୍ନେହାବୃତର ପ୍ରଥମ ଦିନ। ଆଜି ସାଧୁ ପିତରଙ୍କ ବିଷୟରେ ଜାଣିବା। ସିମୋନ ବରୟନା ଏବଂ କେପା ହେଉଛି ସାଧୁ ପିତରଙ୍କର ଅନ୍ୟ ନାମ। ପବିତ୍ର ବାଇବଲରେ ଆମେ 4ଟି ସୁସମାଚାରରେ ଏବଂ ପ୍ରେରିତରେ ସାଧୁ ପିତରଙ୍କ ଜୀବନ ଦେଖୁଥିବା। ପିତର ଗାଲିଲୀରୁ ମାଛ ଧରୁଥିଲେ। ସାଧୁ ଆଣ୍ଡ୍ରୁସ୍ ଜଣେ ସାଧୁ ପିତରଙ୍କର ଭାଇ ଅଟନ୍ତି। ଯୀଶୁ ପିତରଙ୍କୁ ଶିଷ୍ୟମାନଙ୍କ ନେତା ପରି ନିଯୁକ୍ତ କଲେ। ସାଧୁ ପିତର ଅନ୍ତିଓଖିରେ ପ୍ରଥମ ବିଶପ ଥିଲେ। ସ୍ୱର୍ଗର ଚାବି ସାଧୁ ପିତରଙ୍କ ହାତରେ ପ୍ରଭୁ ଯୀଶୁ ଦେଲେ। ଆମେ ଦେଖୁଛୁ ଯେ ପିତର ତୁମେ ଜୀବନ୍ତ ଈଶ୍ୱର ପୁତ୍ର ବୋଲି ଯୀଶୁଙ୍କୁ ସ୍ୱୀକାର କଲେ, କିନ୍ତୁ ଦୁର୍ବଳ ମୁହୂର୍ତ୍ତରେ ମୁଁ ତାଙ୍କୁ ଜାଣେ ନାହିଁ ବୋଲି ଯୀଶୁଙ୍କୁ ଅସ୍ୱୀକାର କଲେ। ସାଧୁ ପିତରଙ୍କ ମୃତ୍ୟୁ ରୋମା ଦେଶରେ ହେଲା। ରୋମା ରାଜା ସାଧୁ ପିତରଙ୍କୁ କ୍ରୁଶ ମରଣ ମୃତ୍ୟୁଦଣ୍ଡ ଦେଲେ, କିନ୍ତୁ ସାଧୁ ପିତର କହିଲେ, ପ୍ରଭୁ ଯୀଶୁ ପରି ମୁଁ ମାରିବା ପାଇଁ ଯୋଗ୍ୟ ନୁହେଁ। ସେଥିପାଇଁ ଯୀଶୁଙ୍କୁ କିପରି କ୍ରୁଶବିଦ୍ଧ କରାଯାଇଥିଲା ଠିକ୍ ବିପରୀତ ଭାବରେ ମୋତେ କ୍ରୁଶବିଦ୍ଧ କର। ସାଧୁ ପିତରଙ୍କ କବରସ୍ଥାନ ରୋମାରେ ସେଣ୍ଟ ପିଟର୍ସ ବାସିଲିକା ବୋଲିକି ଗୋଟେ ଚର୍ଚ୍ଚରେ ଅଛି।